ଜାଣିଛ ମାଙ୍କଡ ମାନେ ଖାଆନ୍ତି କାଙ୍କଡ, କିନ୍ତୁ ଆଜି କାଙ୍କଡ ଖାଉଛି ମାନେ ମୁଁ କଣ ଗୋଟେ ମାଙ୍କଡ। ଏଇଟା ହଉଛି କାଙ୍କଡ। କାଙ୍କଡ କିଏ ଖାଏ କହିଲ? କାଙ୍କଡ ଖାଏ ମାଙ୍କଡ। ତୁ ଆଜି ମାଙ୍କଡ ଖାଉନ, ଆଜି ମୁଁ ଖାଉଛି। ମୁଁ ହେଲା ଗୋଟେ ବଡ ମାଙ୍କଡ। ତ ଆଜି କଣ ହବ କାଙ୍କଡର ଆଇଟମ? ଆଜି କାଙ୍କଡ ଭଜା ଆଜି ହବ। ଆଚ୍ଛା, ମୁଁ ତ ଚାଲି ଖାଇବା ପାଇଁ, କୋଉମାନେ ଖାଇବା ଆସୁଛନ୍ତି। ବର୍ତ୍ତମାନ ଏଇଠି କାଙ୍କଡ ଗୋଡ କଟା ସରିଛି ଆମର। କେତେ ସ୍ଲାଇସ୍ କରି କଟା ହେଇଛି। ଆଜି ଭଜାଟା ହବ। ତ ଭଜା ହେଲା ପରେ ଆପଣମାନଙ୍କୁ ଦେଖିବି। ତ ଫାଇନାଲି ରେଡି ହେଇଛି ଆମର ଗରମା ଗରମ କଷି କାଙ୍କଡ ଆଳୁ ଭଜା, ଆଉ ତା ସହିତ ଟିକେ ଅରୁଆ ଭାତ। ଏଇଠି ହେଇଛି ଆଳୁ ଟମାଟୋ ଚକଟା, କାହାକୁ ପସନ୍ଦ କହିବେ। ଯେହେତୁ ସବୁ ଆଜି ୱିଦାଉଟ୍ ଓନିଅନ୍ ଗାର୍ଲିକରେ ହେଇଛି, ତ ଏଇଟା ହେଉଛି ଡାଲି। ଆପଣମାନେ ଭାବୁଥିବେ ଅରୁଆ ଭାତ ସାଙ୍ଗରେ ଡାଲମା ହିଁ ଭଲ ଲାଗେ, ତ ମୋତେ ବି ବହୁତ ଭଲ ଲାଗେ। ଆଜି ଯେହେତୁ ବେଶୀ ପରିବା ପତ୍ର ନଥିଲା, ସେଥିପାଇଁ ଡାଲି କରିଦେଇ। ବର୍ତ୍ତମାନ ମୁଁ ଖାଇବା ପାଇଁ ଏବେ ରେଡ଼ି କରୁଛି। ତ ବର୍ତ୍ତମାନ ପ୍ଲେଟ୍ରେ ସବୁ ରେଡ଼ି ହେବ। ଅଲମୋଷ୍ଟଲି ରେଡ଼ି ହେଇଯାଇଛି ଆମର କାଙ୍କଡ଼ ଆଳୁ ଭଜା, ଆଉ ତା ସହିତ କାକୁଡ଼ି ଟିକେ, ନହେଲେ ହେବନି କାହିଁକିନା ବିନା ସାଲାଡ଼ରେ ତ ଖାଇବା ଅସମ୍ଭବ। ତା ସହିତ ଟିକେ ମ୍ୟାଙ୍ଗୋ। ତ ଆମ୍ବ ଭାବନ୍ତୁ ସିଜିନ୍ ଗଲାଣି, ବଟ୍ ଆମର ଯେହେତୁ ଯେଉଁ ଯାଏ ମିଳେ ମୁଁ ସେଇ ଯାଏ ହିଁ ଖାଏ, ଆଉ ଏଇଥର ବହୁତ ଲେଟ୍ ଯାଏ ମିଳୁଛି, ସେଥିପାଇଁ ଖାଉଛୁ। ତ ରେଡ଼ି ହେଇଯାଇଛି ଏଇଠି ମୋର ମିଲ୍, ବିନା ପିଆଜ ରସୁଣ ବାଲା ଡାଲି, ଭାତ ଆଉ ଆଳୁ ଭର୍ତ୍ତା, କାଙ୍କଡ଼ ଭଜା। କେଉଁମାନେ ଖାଇବେ ଜଲ୍ଦି ଆସନ୍ତୁ, ଆଉ କାହାକୁ ଖାଇବା ପସନ୍ଦ କମେଣ୍ଟ ସେକ୍ସନରେ ନିହାତି ଜଣାନ୍ତୁ। ଆମେମାନେ ତ ଚାଲିଲୁ ଖାଇବା ପାଇଁ ଆମ ମିଲ୍। ଆପଣମାନେ କ'ଣ ଖାଇବେ ନିଶ୍ଚୟ କମେଣ୍ଟ ଜଣେଇବେ। ଟାଟା।